ମୁଁ ସସ୍ମିତା ମଙ୍ଗରାଜ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ। ମୁଁ ଆସିବାର କାରଣ ଏଇକି ଯେ ମୋ ଛୁଆକୁ ଅଙ୍ଗନବାଡ଼ି ଦିଦି ଖାଦ୍ୟରେ ବିଷ ଦେବାର କଥା କହିଥିଲେ। ଆଉ ତାଙ୍କ ସ୍ୱାମୀ ଆସିକି ମୋତେ ଘରେ ହତ୍ୟାର ଧମକ, ରେପ୍ର ଧମକ ଆଉ ଏମିତି ସବୁ ବିଭିନ୍ନ ପ୍ରକାର ବମ୍ ପକେଇଦେବୁ, ଗୁଳି ମାର। ସିଏ ଅଣ୍ଡା ଦଉଥିଲେ 5ଟା ଦଉଥିଲେ, ତାପରେ 8ଟା 9ଟା ତାପରେ 7ଟା ଏମିତି ଦଉଥିଲେ। ଆମେ ଯେତେବେଳେ କହିଲୁ ଯେ ଅଣ୍ଡା ଏତିକି କାହିଁକି, ଆମର ତ ସିଗ୍ନେଚର ଏତିକି ଦିଆହେଉଛି, ଆପଣ ଉପର ଅଧିକାରୀଙ୍କ ନମ୍ବର ଦିଅନ୍ତୁ। ନମ୍ବର କେବେ ବି ଦିଅନ୍ତିନି। ଏମିତି ହବା ସକାଶେ ସିଏ ଅଣ୍ଡା ଦେବା, ସିଏ ପ୍ରତି ମାସରେ ଆମର 12ଟା ଦେବା କଥା, କିନ୍ତୁ ଏଠୁ ଆମେ ଜାଣିବାକୁ ପାଉଛୁ ଯେ ଆମର ଆଙ୍କ ପଇସା ହିସାବରେ ଆମର 16ଟି ଅଣ୍ଡା ହେଉଛି। ହଁ, 7 ଟଙ୍କା ହିସାବରେ ଆମର 83-84 ଟଙ୍କା ଆସୁଛି। ଯେହେତୁ 83-84 ଟଙ୍କା ଆସୁଛି, ସେଇ ଅନୁସାରେ ଆମର 16ଟି ଅଣ୍ଡା ହେଉଛି, କିନ୍ତୁ 5ଟି କେଉଁ ମାସରେ 7ଟି, କେଉଁ ମାସରେ 8ଟି, 10ଟି ଏମିତି ଦିଅନ୍ତି। ଯେବେ ବି ଦିଅନ୍ତି, ଆମେ ଯଦି କହୁଛି ଏତିକି କାହିଁକି, ତାହେଲେ ତମେ ଯଦି ଏମିତି କହିବ ତାହେଲେ ତମ ଛୁଆର ଆମେ ନାଁ କାଟିଦେବୁ, ଏମିତି ହିଁ କୁହନ୍ତି। ତାଙ୍କ ସ୍ୱାମୀ ଆସିକି ଆମ ଘର ପାଖକୁ ଧମକଉଛନ୍ତି, ଗେଟ୍ ବାଡ଼େଇକି ଧମକଉଛନ୍ତି, ମାରିଦେବୁ, ହାଣିଦେବୁ, ପିଲା ଲଗେଇକି ଉଠେଇ ନେବୁ, ରେପ୍ କରିଦେବୁ, ତମ ସ୍ୱାମୀକି ହାଣିଦେବୁ, ଏମିତି ସବୁ। ତାପରେ ତାଙ୍କ ସ୍ତ୍ରୀ ବି ଏମିତି ମାନେ ବିଭିନ୍ନ ପ୍ରକାର ତତେ ହାଣିଦେବୁ, ମୋ ସ୍ୱାମୀ ଯିଏ ତାଙ୍କୁ କହୁଛନ୍ତି ତତେ ହାଣିଦେବୁ। ତୁ କେବେ ଆଜ୍ଞା ଅଣ୍ଡାରେ ମ୍ୟାଟର ନାହିଁ, ଶୁଣନ୍ତୁ, ଅଣ୍ଡାରେ ମ୍ୟାଟର ନାହିଁ, ବିହେଭିୟର ଖରାପ। ଅଣ୍ଡାରେ ମ୍ୟାଟର ନାହିଁ, ବିହେଭିୟର ଖରାପ ଅଛି। ସେଟା ମତେ କେତେ ଦୂର ନ୍ୟାୟ ଦଉଛନ୍ତି, ମୁଁ ତ ଆସିଛି। ହଁ, ମୁଁ ଖଣ୍ଡଗିରି ଥାନାରେ ଏଫଆଇଆର ମୋ ହଜବେଣ୍ଡ ଦେଇଛନ୍ତି, ଯେହେତୁ ମୋ ଦେହ ଅସୁସ୍ଥ ଥିଲା। ମୋ ହଜବେଣ୍ଡ ନେଇକି ଏଫଆଇଆର ଖଣ୍ଡଗିରି ଥାନାରେ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ କିଛି ଶୁଣି ନାହାନ୍ତି। ତାଙ୍କ ନାଁ ହେଲା ଉଷାରାଣୀ ରାୟ। 50 ନମ୍ବର ୱାର୍ଡରେ ଅଙ୍ଗନବାଡି କେନ୍ଦ୍ରରେ ଅଛନ୍ତି।